ସେମିତି ତ ସକାଳ ହଉ ଅଥବା ରାତି ହଉ ବହୁ ପ୍ରକାର ଜଳଖିଆ ଆମେ ତିଆରି କରିଥାଉ। ଇଡଲି ପିଠାଟା ହେଉଛି ସମସ୍ତଙ୍କର ପ୍ରିୟ। ଆଜି ଆମେ ତିଆରି କରିବା ଇନଷ୍ଟାଣ୍ଟ ମସଲା ଇଡଲି, ଯେଉଁଟାକି ମାତ୍ର ଅଧଘଣ୍ଟେ ଭିତରେ ଆପଣ ତିଆରି କରିପାରିବେ। ସବୁ ପ୍ରୋସେସ୍ କଲାବେଳକୁ ଅଧଘଣ୍ଟେ ଭିତରେ ଆପଣଙ୍କ ଇଡଲିଟା ରେଡ଼ି ହେଇଯିବ। ये ଯେଉଁ ଇଡଲିଟା ବନେଇବା ପାଇଁ କି ସହଜ, ନା ଆପଣଙ୍କୁ ବିରି ବତୁରେଇବାକୁ ପଡ଼ିବ, ନା ଫର୍ମେଣ୍ଟ କରିବାକୁ ଆଣଟାକୁ ରଖିବାକୁ ପଡ଼ିବ। ଝଟପଟ ଏଇଟା ତିଆରି ହେବ। ଚାଲନ୍ତୁ ରେସିପି ଆରମ୍ଭ କରିବା। ପ୍ରଥମେ କିଛିଟା ଧନିଆ ପତ୍ର ନେଇଯିବା। ଧନିଆ ପତ୍ରକୁ ପାଣିରେ ପକାଇ 15 ମିନିଟ୍ ପୂର୍ବରୁ ମୁଁ ରଖିଥିଲି। ତା'ର ଡେମ୍ଫ ଗୁଡ଼ାକୁ କାଢ଼ି ନେଇଛି। ତାପରେ ଧନିଆ ପତ୍ରଟାକୁ ମୁଁ ନେଇଯାଇଛି କାଟିକି ଏଇଟାକୁ ଆମେ ଇଡଲିର ବ୍ୟାଟରରେ ମିକ୍ସ କରିବା। ସେଥିପାଇଁ କି ଆକୁ ଆମେ ପ୍ରଥମେ ଚୁନା ଚୁନା କରି କାଟି ନେବା। ଯେତେ ବି ମସଲା ଆପଣ ଇଡଲି ଅଥବା ତରକାରୀରେ ପକାନ୍ତୁ, କିନ୍ତୁ ଧନିଆ ପତ୍ରଟା ନିହାତି ପକାଇବା ଦରକାର। ଧନିଆ ପତ୍ର ପକାଇଲେ ସବୁ ଜିନିଷର ଫ୍ଲେଭରଟା ବଢ଼ିଥାଏ। ଛୋଟ ଛୋଟ କରିକି ଆକୁ କାଟି ନେବା। ଯେତେ ଚୁନା କରିକି ଆମେ କାଟିବା ଇଡଲିର ଆଣ ସାଙ୍ଗରେ ଏଇଟା ସେତିକି ମିକ୍ସ ହେବ। ତ ଧନିଆ ପତ୍ରକୁ ମୁଁ କାଟି ନେଇଛି। ଏଇଟା ମୁଠାଏ ଖଣ୍ଡେ ଧନିଆ ପତ୍ର ହେବ। ଇଡଲିର ବ୍ୟାଟରଟା ତିଆରି କରିବା ପାଇଁ କି ମୁଁ ଏଠି 1 କପ୍ ନେଇଯାଇଛି ଅଟା। ଯେଉଁ ନର୍ମାଲ ଅଟା ଆମେ ରୁଟି ପାଇଁ ବ୍ୟବହାର କରୁ, ଏଇଟା ହେଉଛି ସେଇ ଅଟା। ତା ସାଙ୍ଗରେ ନେଇଯିବା ଅଧା କପ୍ ବେସନ। ଯେତିକି ପରିମାଣରେ ଅଟା ନେବା ତା'ର ଅଧା ପରିମାଣରେ ନେବା ବେସନ। ଆଉ ଅଟାରେ ଯେଉଁ ଇଡଲିଟା ତିଆରି ହେଇଥାଏ ସେଇଟା ଖାଇବା ପାଇଁ କି ବହୁତ ସ୍ୱାଦିଷ୍ଟ ଲାଗିଥାଏ, ଯଦି ତା ଦେହରେ ପ୍ରପରଲି ଆମେ ମସଲା ପକାଉଛେ। ଅଧା ଚାମଚ ଲୁଣ ମୁଁ ଏଠି ପକାଇ ନେଉଛି। ଲଙ୍କାଗୁଣ୍ଡ ନେଇଯିବା ଅଧା ଚାମଚରୁ ଟିକେ ଅଧିକା। ତା ସାଙ୍ଗରେ ଭଜା ଜିରା ଗୁଣ୍ଡ ନେଇଯିବା 1 ଚାମଚ। ଏବେ ଆମେ କାଟିଥିବା ଧନିଆ ପତ୍ରକୁ ଏଥିରେ ପକାଇଦେବା। ଆପଣ ଭାବୁଥିବେ ଅଟାରେ କେମିତି ଇଡଲି ହେବ, ଗୋଟେ ଥର କରିକି ଦେଖନ୍ତୁ, ତାପରେ ଜାଣିପାରିବେ ତା'ର ସ୍ୱାଦଟା ବହୁତ ବଢ଼ିଆ ଆସିଥାଏ। ବର୍ତ୍ତମାନ ମୁଁ ଗୋଟେ ଛୋଟ ତାଟିଆ ଫ୍ରେଶ୍ ଦହି ଏଥିରେ ପକାଇ ନେଇଛି। ଦହିଟା ବି ନିହାତି ପକାଇବା ଦରକାର ଇନଷ୍ଟାଣ୍ଟ ଇଡଲିର ସ୍ୱାଦ ଆଣିବା ପାଇଁକି। ଅଧ କପେ ମୁଁ ଏଠି ନର୍ମାଲ ପାଣି ପକାଇ ନେଇଛି। ସବୁ ଇନଗ୍ରିଡ଼ିଏଣ୍ଟସକୁ ଭଲରେ ଆମେ ଗୋଳେଇ ନେବା। ଗୋଟେ ସ୍ମୁଥ୍ ବ୍ୟାଟର ଆମେ ତିଆରି କରିବା। ସେଥିପାଇଁ କି ଯେତିକି ପରିମାଣର ପାଣି ଦରକାର ଟିକେ ଟିକେ କରିକି ଏଥିରେ ଢାଳିକି ଆକୁ କଣ୍ଟିନ୍ୟୁଅସଲି ଗୋଳେଇବା। ଆଉ ଟିକେ ପାଣି ଏଠି ମୁଁ ପକାଇ ନେଉଛି। ଏକାଥରେ ଯଦି ଆମେ ଅଧିକା ପାଣି ମିଶାଇଦେବା ତାହେଲେ ଭଲରେ ଅଟା ଆଉ ବେସନଟା ମିକ୍ସ ହେବନି। ସେଥିରେ ବିଣ୍ଡା ହେଇଯିବ, ମୁଣ୍ଡା ମୁଣ୍ଡା ହେଇକି ଦିଶିବ, ବ୍ୟାଟରଟା ଭଲରେ ହେବନି। ସେଥିପାଇଁ ଅଳ୍ପ ଅଳ୍ପ କରି ପାଣି ମିଶାଇକି ଆପଣ କଣ୍ଟିନ୍ୟୁଅସଲି ଆକୁ ଗୋଳେଇବେ। ବର୍ତ୍ତମାନ ଦେଖିପାରୁଥିବେ ବ୍ୟାଟର କନସିଷ୍ଟାନ୍ସିଟା ପ୍ରପର ହେଇଛି ଇଡଲି ପାଇଁକି। ଏଇ ଟାଇମ୍ରେ ଏଥିରେ ଆମେ ପକାଇବା ଗଜା ମୁଗ। ମୁଗକୁ ମୁଁ 1 ଦିନ ପୂର୍ବରୁ ବତୁରେଇକି ତାକୁ 12 ଘଣ୍ଟା ଧଳା କପଡ଼ାରେ ଗୁଡ଼େଇକି ରଖିଥିଲି। ମୁଗ ଗୁଡ଼ାକ ବହୁତ ବଢ଼ିଆରେ ଗଜା ହେଇଯାଇଛି। ସେ ଗଜା ମୁଗଟା ଏଥିରେ ମିକ୍ସ କରିବା। ଇଡଲିଟାକୁ ଷ୍ଟିମ୍ କରିବା ସମୟରେ ଗଜା ମୁଗଟା ବି ଷ୍ଟିମ୍ ହେଇଯିବ। ଏକ ତ ଭିଟାମିନ୍ ବି ଅଛି ଗଜା ମୁଗରେ, ଆଉ ଖାଇବା ପାଇଁକି ବି ବହୁତ ଟେଷ୍ଟି ଲାଗିବ। ଏବେ ଚାଲନ୍ତୁ ଗୋଟେ ସାଧା ସିଧା ତଡ଼କା ତିଆରି କରିବା। ବର୍ତ୍ତମାନ ଆମେ ତଡ଼କା ପ୍ୟାନ୍କୁ ଗରମ କରିବା। ତଡ଼କା ପ୍ୟାନ୍କୁ ଗରମ କରିବା ଯେତେବେଳେ ଧୂଆଁ ଆସିବ ତଡ଼କା ପ୍ୟାନ୍ରେ, ସେତେବେଳେ ଫ୍ଲେମ୍କୁ ବନ୍ଦ କରିଦେବା। ଆପଣ ଦେଖିପାରୁଥିବେ ବର୍ତ୍ତମାନ ତଡ଼କା ପ୍ୟାନ୍ରେ ଧୂଆଁ ଆସିଯାଇଛି। ମୁଁ ଫ୍ଲେମ୍କୁ ବନ୍ଦ କରି ନେଇଛି। 2 ଚାମଚ ଖଣ୍ଡେ ରିଫାଇନ୍ ତେଲ ଏଥିରେ ନେଇଯିବା। ତେଲଟା ଗରମ ହେଇଯିବ ଅଟୋମେଟିକ୍, କାରଣ ପ୍ୟାନ୍ଟା ବହୁତ ଗରମ ଅଛି। ତାପରେ ଚୁଟକିଏ ହେଙ୍ଗୁ ଏଥିରେ ପକାଇବା ଫ୍ଲେଭର ପାଇଁକି। ହେଙ୍ଗୁଟା ଯେତେବେଳେ ଟିକେ ଫୁଟି ଆସିବ, ସେଥିରେ ପକାଇବା ସୋରିଷ 1 ଚାମଚ। ଆପଣ ଚାହିଁଲେ ଏଥିରେ ଭୃଷଙ୍ଗ ପତ୍ର ବି ପକାଇ ପାରିବେ। ମୁଁ କିନ୍ତୁ ଭୃଷଙ୍ଗ ପତ୍ର ଏଥିରେ ପକାଉନି। ତାପରେ ଏଇ ତଡ଼କାଟାକୁ ଆମେ ନେଇକି ଯେଉଁ ଇଡଲିର ଆଣ କରିଛେ ସେଥିରେ ଓଜାଡ଼ି ଦେବା। ପୁଣି ଥରେ ବ୍ୟାଟରଟାକୁ ଭଲରେ ଗୋଳେଇ ନେବା। ଆମେ ଘାଣ୍ଟି ଦେବା ଯେମିତିକି ତଡ଼କା ଆଉ ଇଡଲିର ଯେଉଁ ଆଣଟାକୁ ଆମେ ତିଆରି କରିଥିଲେ ସେଇଟା ମିକ୍ସ ହେଇଯିବ। ଆଉ ଇଡଲିରେ ଗୋଟେ ବହୁତ ବଢ଼ିଆ ଫ୍ଲେଭର ଆସିବ। ହେଙ୍ଗୁ ଆଉ ଯେଉଁ ଆମେ ଫୁଟଣ ପକାଇଛେ ଏଥିରେ ସୋରିଷ, ତା'ର ଗୋଟେ ବଢ଼ିଆ ଫ୍ଲେଭର ଆସିବ। ଏବେ ଆମେ କ'ଣ କରିବା ନା, ଆକୁ 20ରୁ 25 ମିନିଟ୍ ପର୍ଯ୍ୟନ୍ତ କଭର କରିକି ରେଷ୍ଟ ନେବାକୁ ଦେବା, ଯାହାଦ୍ୱାରା କି ଫ୍ଲେଭରଟା ବହୁତ ବଢ଼ିଆରେ ଆଣ ଭିତରକୁ ପଳେଇବ ତଡ଼କାର। ତାହେଲେ 20-25 ମିନିଟ୍ ପର୍ଯ୍ୟନ୍ତ ଆକୁ ଛାଡ଼ିଦେବା। ଇଡଲିକୁ ଷ୍ଟିମ୍ କରିବା ପାଇଁକି ଆରେଞ୍ଜ କରିନେବା। ସେଥିପାଇଁ କି ଗୋଟେ ପ୍ୟାନ୍ରେ 2 ଗ୍ଲାସ୍ ମୁଁ ପାଣି ନେଇଯାଉଛି। ଏଇଟା ହେଉଛି ଇଡଲି ଷ୍ଟାଣ୍ଡ। ଆର କଭରଟାକୁ ଦେଇଦେବା। ଆଉ ବର୍ତ୍ତମାନ ଆମେ ଫ୍ଲେମ୍କୁ ଅନ୍ କରିବା। ହାଇ ଫ୍ଲେମ୍ରେ ଜମା ବି ଗରମ କରିବେନି। ପାଣିଟା ବାସ୍ ଫୁଟିବା ଦରକାର। ସେଥିପାଇଁ କି ସ୍ଲୋ ଫ୍ଲେମ୍ରେ ହିଁ ଗରମ କରିବେ। ଗ୍ୟାସ୍ଟାକୁ ଅନ୍ କରିଦେବା ଆଉ ସ୍ଲୋ ଫ୍ଲେମ୍ରେ ଆକୁ ଗରମ ହେବାକୁ ଦେବା। ଇଡଲିର ଛାଞ୍ଚଟାରେ ଗୋଟେ ଥରକରେ 16ଟା ମିଡ଼ିୟମ୍ ସାଇଜ୍ ଇଡଲି ହେଇଥାଏ। ତ ଏଇ ଯେଉଁ 4ଟା ହେଉଛି ସେ ଷ୍ଟାଣ୍ଡର ଛାଞ୍ଚ। ଟିକେ ଟିକେ ବ୍ରସ୍ରେ ତେଲ ନେଇକି ସବୁ ଇଡଲି ଛାଞ୍ଚ ଉପରେ ଲଗାଇଦେବା ଭଲକି, ଯେମିତିକି ଇଡଲିଟା ତିଆରି ହେଲା ପରେ ଆରାମ ସେଥିରୁ ବାହାରି ଆସିବ। ଏଇଟାକୁ ଜମାରୁ ବି ସ୍କିପ୍ କରିବେନି, ନହେଲେ ଇଡଲିଟା ଛାଞ୍ଚରେ ଲାଗିଯିବ ଆଉ ଭାଙ୍ଗିଯିବ କାଢ଼ିଲା ବେଳକୁ। ସେମ୍ ପ୍ରୋସେସ୍ରେ 4ଟା ଯାକ ଯେଉଁ ଛାଞ୍ଚ ଅଛି ଟିକେ ଟିକେ ତେଲ ଏଥିରେ ବୋଳି ନେବା।
20-25 मिनिट हो सारानी। बर्तमान आम चेक करवा बैटर को। बैटरटा सेट हो सारी आउरी गाढ़ा भी हो सारी कहीं सुखिला अटा और बेसन एथिरे आम व्यवहार करुचे से यार कंसिस्टेंसीटा टिके पर ठीक हो जाए। एटी मु गोटे चामच इनो फ्रूट सल्ट पकाउछि जोटा कि ब्लू वाला पैकेट रे आसता है बिना फ्लेवर वाला। इनो फ्रूट सल्ट बदल में आपड़ चाहिए खाଇବା सोडा भी यूज करेंगे किंतु इनो फ्रूट सल्ट रे बहुत बढ़िया फ्लफी होकर तैयारी होता है इडलीटा। अध मिनिट ऊपर पर्यंत आपको गोटे साइड एमती गोड़े नवा कंटिन्यूअसली गोटे साइड रे एपट सेपट करवानी। आप देखिपे बैटरटा फुलिकी डबल हो गला। एबे आमे छांचरे बैटर को नहीं जिबा अति अधिका देबेनी। छांचर साइज जति ताठू टिके कम देबे कहीं इडलीटा स्टीम होला परे फुली जिवो। मु तो एथिरे गजा मुग मिसेइछि। आपण जदि चाहुचंती गाजर को ग्रेट करके भी एथिरे मिक्स करि परिबे नले कैप्सिकम को छोट छोट करी काटिकी भी ए जो आणारे मिक्स करि परिबे। तार स्वादटा भी बहुत बढ़िया आसी थाए आउ सेटा विटामिन भी अधिका होता है इडली रे कारण परिबा जेते आमे पकेइबा आउ स्टीम परिबाटा देह पई बहुत भलो। वर्तमान मु दीटा छांचो को भरि देइछि। सेम प्रोसेस रे आउ जो दीटा छांचो अछि अल्प अल्प करके सेथिरे इंस्टेंट इडली रो बैटर को पुरई दबा। तापरे सबु छांचो को ऊपर ऊपर रखि एमती अरेंज करनबा। गोटे इडली जो तळटा ता उपरे फांका जगटा को रखिबा। चारटा जाक छांचो को ऊपर ऊपर रखिदबा। वर्तमान आमे को स्टीम करिया को नै जिबा। गोटे थर रे हमर 16टा मीडियम साइज इडली तयारी हबो। स्टैंड रे आमे पानी जो रखिथिले सेटा फुटिलानी। इडली रो छांचो गुडा को आ भीतर आनी के आमे रखि नबा। स्टीम करिया पे कि बहुत समय जमारू भी दरकार नहीं। हाई फ्लेम रे बस 10 मिनिट पर्यंत आम को स्टीम करवा। तापरे फ्लेम को बंद करिकी आउ 3-4 मिनिट छाड़ी दबा। जेतेबेले एथरु बांपटा पळेबो तापरे ए जो इडली हांडी रो कवरटा को काढिकी चेक करवा। 10 मिनिट स्टीम हैला परे तापरे 4-5 मिनिट मु आपको छाड़ी देथिली। वर्तमान आपण देखि पारुथिबे धुआं बाहरुची इडली स्टैंड रू। आ एटा बहुत बढ़िया रे फुलिकी पूरा प्रिपेयर हो जाइछि। टिके ठंडा हवा को दबा 2-3 मिनिट को छाड़ी दबा। तापर एथिरु आमे इडली को काढिकी गोटे प्लेट रे नबा। इडलीटा एबे गरम गरम अच्छी आउ एई समय खाया को बहुत बढ़िया लगी थाए। 2 मिनिट पर्यंत मु ताको छाड़ी देइथिली बाहरे। 2 मिनिट जदि आमे छाडुचे ताहले सेटा आराम से चामच रे बाहरी आसीबो। सांग सांग इडलीटा गरम होइताए सेतपय कि इडली रो छांचो रे लागि कि थाए काढिला बेल को छिंडी जाई थाए अथवा भांगी जाई थाए। आपण देखि पारुथिबे केते बढ़िया रे एटा तयारी हेछि आ पछपटु पूरा जाली एटा दिसुछि। सबो इडली गुडा को गोटी गोटी करी प्रथम आमे काढी नबा। वर्तमान प्लेट रे आमे नै जिबा सर्विंग पई ये इडली को। एक्चुअली इडली को सॉस संगे भी आपण खाई परिबे सांबर संगे भी खाई परिबे कारण इडलीटा ऑलरेडी टेस्टी। एथिरे आमे मसला पकेइचे धनिया पत्र पकेइचे सेते पई कि नॉर्मल जदी पिला को आमे सॉस संगे भी सर्व करबे सी खाई देबे किंतु चटनी संगे जदी आको सर्व करचे आउरी भी बढ़िया टेस्टी लागिवो। आपण देखिले ना आमे मात्र आधा घंटे भितरे गोटे बहुत बढ़िया आ स्पंजी इडली तैयार करि पारले। सेम प्रोसेस रे आपण भितरे अटा और बेसन रो इडली करके देखंतु केते बढ़िया लागिवो खाइबा पई कि। रेसिपी विषय आपण मन रे जहाँ भी क्वेश्चन अछि कमेंट सेक्शन में शेयर करंतु। एई प्रकार बहुत नुआ नुआ ओडिया रेसिपी पई मो चैनल को सब्सक्राइब कर नियंतु और राइट साइड रे जो बेल आइकन अछि ताको क्लिक करके ऑल नोटिफिकेशन बेल को ऑन करंतु। ऑल नोटिफिकेशन बेल को ऑन करबा द्वारा मु जो भी वीडियो अपलोड करबी ता आपण मानक पाखरे नोटिफिकेशन रूप रे पहुंची जिवो।